ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି। ଏହି ଲୋକପ୍ରିୟ ଉକ୍ତିରେ ସ୍ଥାନ ପାଇଥିବା ସ୍ୱାଦିଷ୍ଟ ପାରାଦୀପ ଇଲିସି ଆଜି ସାଧାରଣ ଲୋକଙ୍କ ପାଇଁ ସାତ ସପନ ପାଲଟିଛି। ଦିନେ ଶ୍ରାବଣ ମାସରେ ପାରାଦୀପର 18 ବାନ୍ଥିରୁ ବାଲି ପ୍ଲଟ ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ ଆଜି ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସ୍ଥାନୀୟ ଶିଳ୍ପ ସଂସ୍ଥାରୁ ନିର୍ଗତ କେମିକାଲ ଯୁକ୍ତ ବର୍ଜ୍ୟ ଜଳ ସମୁଦ୍ରରେ ମିଶିବା ଫଳରେ ବ୍ୟାପକ ପ୍ରଦୂଷଣ ସୃଷ୍ଟି ହୋଇଛି। ଏହି କାରଣରୁ ଇଲିସି ସମେତ ଅନେକ ପ୍ରଜାତିର ମାଛ ପାରାଦୀପ ଉପକୂଳରୁ ଉଭାନ ହୋଇଯାଉଛନ୍ତି ବୋଲି ବୋଟ୍ ମାଲିକ ଏବଂ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଯୋଗାଣ କମିବା ହେତୁ ବଜାରରେ ଇଲିସି ମାଛର ଦର କିଲୋ ପ୍ରତି 2000 ଟଙ୍କାରୁ ଅଧିକ ରହିଛି। ଫଳରେ ଏହା ସାଧାରଣ ଖାଉଟିଙ୍କ ପହଞ୍ଚ ବାହାରକୁ ଚାଲିଯାଇ କେବଳ ଏକ ଉପହାର ବା ଗିଫ୍ଟ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଫିସରିଆ ଜୟ ଜଗନ୍ନାଥ। ଇଲିସି ଏହି ସମୟ ଭିତରେ ଇଲିସି ଏଭଳି ହେଉଥିଲା, ଲୋକ ବର୍ତ୍ତମାନ 2017-18 ଭିତରେ ଲୋକ 18 ବାଙ୍କି ପାଖରେ ବର୍ତ୍ତମାନ ଛକରେ ଗାଡ଼ି ରଖି ଚାଲି ଚାଲି ଆସୁଥିଲେ। ଏଇନା ଏମିତି ଅବସ୍ଥା ହେଇଛି, ଡଙ୍ଗା ଗୋଟାକେ 4ଟା 5ଟା ଲେଖା ଇଲିସି ବର୍ତ୍ତମାନ ହେଉଛି। ଏଇ ଯେଉଁ କମ୍ପାନୀ ମାନେ ସବୁ ପାଇପ୍ ଛାଡ଼ିଲେ, ସବୁ ଗ୍ୟାସ୍ ପାଇପ୍ ସବୁ ଛାଡ଼ିଲେ ସବୁ ବର୍ତ୍ତମାନ ସମୁଦ୍ରକୁ, ଇଲିସି ଆସୁନାହାନ୍ତି। 4-5ଟା ଲେଖା ଇଲିସି ହେଉଛି। ଇଲିସିର ରେଟ୍ ଏଟା 2200-2300 ଟଙ୍କା ରହୁଛି ସବୁ କିଲିକିଆ। ଆଉ ଯେଉଁଗୁଡ଼ାକ ବର୍ତ୍ତମାନ ଆମେ ଆଣୁଛୁ ବାଲେଶ୍ୱର ଆଡ଼ୁ ଯେତିକି ଆଣୁଛୁ ଇଲିସି, ସେଗୁଡ଼ାକ ରହୁଛି 1800-1700-2000 ଭିତରେ ରହୁଛି। ଆଉ ଇଲିସି ଯେତେବେଳେ ବର୍ତ୍ତମାନ କ'ଣ ଇଲିସିଟେ ଆସନ୍ତି, ଧାନର ଯେଉଁ ମାନେ ଫୁଲଟା ଯେତେବେଳେ ବର୍ତ୍ତମାନ ଖସିଲା ପରେ ଯେଉଁ ଗୋଳି ପାଣିଟା ଆସେ ନଈକି, ସେଥିରେ ଇଲିସି କିଛି ଆସନ୍ତି, ପାରାଦୀପ ଆସନ୍ତି, ମାନେ ଇଏ କରିବାକୁ ମୁହଁକୁ ଆସନ୍ତି, ଇଏ କରିବାକୁ ବହୁତ ମାନେ ଇଏ ହୁଏ, ଆମଦାନୀ ବହୁତ ଇଲିସି ହୁଏ। ଏ ଯେଉଁ କମ୍ପାନୀ ମାନେ ସବୁ ପାଇପ୍ ଛାଡ଼ି ସାରିଲାଣି, ଆଉ ତ ସିଏ ଆସୁନାହାନ୍ତି। 4-5ଟା ଲେଖା ମାତ୍ର ଆସୁଛନ୍ତି। 4-5ଟା ରେଟ୍ ବର୍ତ୍ତମାନ ହାଇଚାର୍ଜ ରେଟ୍ ହେଉଛି। ପାରାଦୀପ ଇଲିସି ଉପରେ ଡିମାଣ୍ଡ ଅଛି। ପାରାଦୀପ ଇଲିସିଟା ଟିକେ ସମସ୍ତଙ୍କର ଟେଷ୍ଟ। ଆଉ ବର୍ତ୍ତମାନ ଦୀଘା ଇଲିସି ବର୍ତ୍ତମାନ ମାନେ ଟିକେ କମ୍ ଟେଷ୍ଟ, ବାଲେଶ୍ୱର ଇଲିସି ଟେଷ୍ଟ କମ୍, ପାରାଦୀପ ଇଲିସିଟା ଟିକେ ବର୍ତ୍ତମାନ ଭଲ ଲାଗେ ଟିକେ ଲୋକଙ୍କୁ ଖାଇବାକୁ। ଦୀଘାଟା ରହୁଛି 1600-1700 ଭିତରେ ରହୁଛି। ବର୍ତ୍ତମାନ ବାଲେଶ୍ୱର ରହୁଛି 1800-2000 ଭିତରେ ରହୁଛି। ପାରାଦୀପଟା ରହୁଛି 2300। ସାଧାରଣ ଲୋକ ଇଲିସି ଖାଇବା କଷ୍ଟକର, ଖାଲି ଗିଫ୍ଟ ଆକାରରେ ଯାଉଛି। ଯେଉଁମାନେ ବଡ଼ ବଡ଼ିଆ ଲୋକ ଖାଉଛନ୍ତି, ଆଉ କ'ଣ ତାଙ୍କୁ ବର୍ତ୍ତମାନ ଦିଆହେଉଛି ବର୍ତ୍ତମାନ ଗିଫ୍ଟ ଆକାରରେ। ଆଉ ସବୁ ଯଦି କାହାର ଗୋଟେ ଘରେ ଗୋଟେ ବୁଢ଼ା ବୁଢ଼ୀ ଖାଇବାକୁ ଗଲେ 5 କିଆ ଇଲିସି ନେଲା ଆସକୁ ତା ଦେହ କହୁଛି ମଟନଟା କାହିଁ ନ ନେବ, ବର୍ତ୍ତମାନ ଇଲିସି ନେଲା ଆସକୁ ସେମାନେ ତ କିଣି ପାରୁନାହାନ୍ତି। ଆଉ ମୋ ନାଁ ଦିଲ୍ଲୀପ କୁମାର ରାୟ। ମୁଁ କାର୍ତ୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ଜଣେ ବ୍ୟବସାୟୀ ଅଟେ। ଏଠି ଆମ ପାରାଦୀପରେ ଆଜ୍ଞା ଦୀର୍ଘ 8-10 ବର୍ଷ ହେଲାଣି ଇଲିଶ ଟୋଟାଲ ଲୋପ ପାଇଯାଇଛି। ଇଲିଶ ଯାହା ଗୋଟେ ଅଧେ ଏବେ ଗୋଟେ ପିସ୍ 2 ପିସ୍ ହେଉଛି 2200-2500 ଟଙ୍କା ମଧ୍ୟ ରେଟ୍ ରହୁଛି। ସାଧାରଣ ଲୋକମାନେ ଇଲିଶ ପାଖକୁ ଯାଇପାରୁନାହାନ୍ତି, ସ୍ୱପ୍ନ ହେଇଗଲା। ଆଉ ବାହାରେ ସବୁ ଦୀଘା ବାଲେଶ୍ୱର କୋସିଆ ଏପଟ ଲାଇନରେ ମାଛ ପ୍ରଚୁର ମାତ୍ରାରେ ରହୁଛି। ସେଠି 1400-1500 ଏଇଭଳିଆ ରେଟ୍ ରହୁଛି। ଆମର ପାରାଦୀପର ଯେଉଁ କଳକାରଖାନା ତାର ଯେଉଁ ଦୂଷିତ ପାଣି ସବୁ ଏସିଡ୍ ପାଣି ଛାଡ଼ୁଛନ୍ତି ମହାନଦୀ ମୁହାଣରେ, ମୁହାଣଠୁ ମିନିମମ୍ ଆପଣଙ୍କର 20 କିଲୋମିଟର ଭିତରେ ପୋକ ମାଛି ପର୍ଯ୍ୟନ୍ତ କିଛି ରହୁନି। ଆମେ ଆଜ୍ଞା 8-10 ବର୍ଷ ହେଲାଣି ଆମେ ଲସ୍ କରିକି ବୋଟ୍ରେ ମାଛ ନାହିଁ, ବିଭିନ୍ନ ପ୍ରକାର ଲସ୍ ସହିକି ଆସୁଛୁ। ତ ସାଧାରଣ ପ୍ରଶାସନକୁ ମଧ୍ୟ ଆମେ ଅବଗତ ତାଙ୍କୁ ବହୁତ କରେଇଛୁ ଯେ ଆଜ୍ଞା ଆପଣ ଯେଉଁ ଆମର ଯେଉଁ ଏସିଡ୍ ପାଣିଟା ଆପଣ ଟିକେ ଅଲଗା ବାଟ କେଉଁ ବାଟରେ ଆପଣ ଟିକେ ଇଏ କରନ୍ତୁ। ସେମାନେ ଆମର ମୁହାଣ ମୁହଁରେ ହିଁ ଛାଡ଼ୁଛନ୍ତି। ମୁହାଣ ମୁହଁରୁ ମିନିମମ୍ 8-10 କିଲୋମିଟର ପର୍ଯ୍ୟନ୍ତ ଗେଣ୍ଡା ଗୋଡ଼ି ପର୍ଯ୍ୟନ୍ତ କିଛି ହେଉନି। ଆଉ ମାଛ ଆମ ପାରାଦୀପ ସେଣ୍ଟରରେ କ'ଣ ହେବ? ସାଧାରଣ ଲୋକ ଖାଇବା ପାଇଁ ଆସୁଛନ୍ତି, ବହୁତ ଆଶା କରିକି ରେଟ୍ ଶୁଣିକିରି ସେମାନେ ପଳାଉଛନ୍ତି ଫେରିକିରି। ଏହା ହେଲା ଆମ ପାରାଦୀପର ଅବସ୍ଥା। ଆମର ଏଇଠୁ 8-10 ବର୍ଷ ତଳେ ଯେଉଁ ପରିମାଣର ଇଲିଶର ଟନ୍ ଇଲିଶ ଏଠି ହେଉଥିଲା, ଏଠି ଦ୍ୱିତୀୟ ବାଲିଯାତ୍ରା କଲେ ବାଲି ପ୍ଲଟରେ ଲୋକମାନଙ୍କର ଏତେ ଭିଡ଼ ହେଉଥିଲା। କିନ୍ତୁ ସେତେବେଳେ ଆମେ ଚେନ୍ନାଇ ପଠାଉଥିଲୁ, ବାଲେଶ୍ୱର ପଠାଉଥିଲୁ, ଦୀଘା ପଠାଉଥିଲୁ, କାଲକାଟା ପଠାଉଥିଲୁ। ବିଭିନ୍ନ ଜାଗାରେ ଆମର ପାରାଦୀପ ଇଲିଶର ଡିମାଣ୍ଡ ସ୍ୱତନ୍ତ୍ର ଅଲଗା, ଆର ସ୍ୱତନ୍ତ୍ର ଟେଷ୍ଟ ହିଁ ଅଲଗା। କିନ୍ତୁ ଏବେ ସବୁ ତ ଲୋପ ପାଇଗଲାଣି। ସାଧାରଣ ଲୋକ ଖଣ୍ଡେ ଏପଟେ ଖାଇବା ପାରୁନି, ବାହାରେ ଆମେ ସପ୍ଲାଇ କ'ଣ କରିବୁ ଆଜ୍ଞା? ମାନେ ଦୁର୍ମୂଲ୍ୟ ପାଲଟି ଯାଇଛି। ସାଧାରଣ ଲୋକ କିଏ ଗୋଟେ ଥାନା ଫାଣ୍ଡି କୋଉଠି ଗୋଟେ ଅଫିସିଆଲି ଦେବା ପାଇଁ ଗିଫ୍ଟ ଆକାରରେ, ତା ଛଡ଼ା ସାଧାରଣ ଲୋକ ଘରେ ପିଲା ଛୁଆ ପାଇଁ ନେଇପାରୁନାହାନ୍ତି। এইটা ইলিশটা বিশেষ করে শ্রাবণ মাসে হয়। আমার যে মিঠা পানি বড়ি পানিটা আমার মুহাণ দিয়ে পশে, সে মিঠা পানিকে এমানে প্রজনন অন্ডা দেওয়া মিঠা পানিকি আসছেন, সেই টাইমে এই মাছটা মাড় হয়। কিন্তু এই যে এসিড পানি হেতু সেমানে মুহাণ মুহକୁ আসিপারুনাহাନ୍ତି। সে মিনিমম 10-20 কিলোমিটার ভিতরে রହୁଛନ୍ତି। সে জায়গায় সে গ্রাউন্ডে আম বোট ফিশিং କରିପାରୁନାହାନ୍ତି।
ଯାହାଫଳରେ ମାଛ ଲୋପ ପାଇଯାଇଛି ଆସ୍ତେ ମାଛ ହଉନି ଆମ ପାରାଦ୍ୱୀପ ସେଣ୍ଟରରେ। ଆଜ୍ଞା ସେ ତ ଯାଇଛି ଆପଣଙ୍କର, ଆମର ତ ପେଟ ପାଟଣା କଥା, ଆମେ ତ ଏଇ ମାଛ ବେପାର ଉପରେ ଚଳୁଛୁ। ମୋର 3 ଖଣ୍ଡ ବୋଟ୍ ଅଛି, ଆଜି 6 ମାସ ହେଲାଣି ବନ୍ଧା ହେଇଛି। ଯେତେ ଥର ଦେଇ ମାନେ ଲୋଡ୍ ଦେଇକି ପଠେଇଲା ବେଳକୁ ଲସ୍ ହେଇକିରି ଫେରିକି ଆସୁଛି, ମାଛ ନାହିଁ। ଆମେ ଯଦି 50,000 ଲକ୍ଷେ ଟଙ୍କା ଖର୍ଚ୍ଚ କରିକିରି ଲୋଡ୍ ଦେଇକି ପଠଉଛୁ, 30,000 20,000 ମାଛ ମାରିକି ଆଣୁଛନ୍ତି। ବାଧ୍ୟ ହେଇକି 3ଟା ଯାକ ବୋଟ୍ ଆମେ ବାନ୍ଧିକି ରଖିଛୁ। ଏଇଭଳିଆ ଏସିଡ୍ ପାଣି ହେଲେ ତ ଆମ ପାରାଦ୍ୱୀପରେ ମାଛର ଆମର ଇଏ ଟ୍ରେଡ୍ଟା ହିଁ ବନ୍ଦ ହେଇଯିବ। କିଏ କେତେ ଲସ୍ କରିକିରି ଆପଣ ବୋଟ୍ ଚଲେଇବେ। ପାରାଦୀପରୁ ସଂଗ୍ରାମ ରାଉତଙ୍କ ରିପୋର୍ଟ, ଜିଓ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।